ତାପରେ ଆମେ ଯୋଉ ରାହୁଲ ଆମର ଯୋଉ ଦୌଡ଼ିକିନା ଗଲୁ ଦୌଡ଼ିଗଲା ହାତରେ ତାକୁ ଆମେ ଉଠେଇଲୁ ଉଠିଲେନି ଅଚେତ ହେଇକି ପଡ଼ିଥିଲେ। ତାପରେ ଆମେ ଆମର ଯୋଉ ଥିଲେ ଯୋଉ 3 ଜଣ ତାଙ୍କୁ ଆମେ ମାଝଡ଼ା ଇଏ କଲୁ। ସେଠୁ ଜଣେ ଥିଲେ ଯୋଉ ଆମର ଯୋଉ କିଏ ମିଲିଟାରୀ ନା କ'ଣ ସେ ଡାଇରେକ୍ଟ ଯାଇକିନା ସେ ଆମର ଯୋଉ ରାହୁଲ ଛାତିକି ଗୋଟେ ମୁଥାଟା ମାରିଲା। ସେଟା ମୁଁ ଦେଖିଛି, କିନ୍ତୁ ସେ ଯୋଉ ମୁଥାରେ ଛୁରୀ ଥିଲା ବୋଲି ମୁଁ ଜାଣିନଥିଲି। 10 ମିନିଟ୍ ପରେ ସେ ପଡ଼ିପଡ଼ିଲା। ତାପରେ ମୁଁ ତାକୁ ଗଲି କ'ଣ ହେଲା ତାପରେ ଦେଖିଲା ବେଳକୁ ସେ ବିଲ୍ଡିଂ ହେଇକିନା ଟୋଟାଲି ମାନେ ମାନେ ସେନ୍ସ ନଥିଲା। ସନ୍ଦେହ ମୁଁ ଏଟା ଜାଣିନି ସେ ମାନେ କ'ଣ କେସ୍ ଥିଲା ଆଗରୁ କ'ଣ କେସ୍ ଥିଲା ସେଟା ମୁଁ ଏତେ କଥା ଜାଣିନି, କିନ୍ତୁ ମୁଁ ଯୋଉ ଯେତିକି ଦେଖିଲି ମାନେ ତାକୁ ମାନେ କ'ଣ ପାଇଁ ମାଇଲେ ପଟି କଲେ ଆମକୁ କିନ୍ତୁ ପାଇପାରିଥାନ୍ତା ସେଠି। ମାନେ ଇଏ କ'ଣ କଲ ମାନେ ସାଙ୍ଗ ପାଇଁ ସିଏ ବାହାରିଲା, ସାଙ୍ଗ ପାଇଁ ଯୋଉ ବାହାରିଲା ସିଏ ମାନେ ତା ଜୀବନଟା ମାନେ ପଳେଇଲା। ଦୂର ହେଉନି ସନ୍ଦେହ ସୁଖୁନି ଆଖିର ଲୁହ। ଏବେ ଆମେ ଆସି ପହଞ୍ଚି ଯାଇଛୁ ରସୁଲଗଡ଼ରେ ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲଙ୍କ ଘରକୁ। ଏବେ ଆସି ଚାଲନ୍ତୁ ଦେଖିବା ତାଙ୍କ ସାଙ୍ଗ ପାଖରୁ କ'ଣ ଶୁଣିବା। ସେଦିନ ଯୋଉ ଶିବା ସହିତ ଯୋଉ ଝଗଡ଼ା ହେଲା, ତାପରେ ଯୋଉ ଇଏ ତାକୁ ମାରିକିନା ଗଳେଇ ଦେଲେ, ତାପରେ ଆମେ ଯୋଉ ରାହୁଲ ଆମର ଯୋଉ ଦୌଡ଼ିକିନା ଗଲୁ ଦୌଡ଼ିଗଲା ହାତରେ ତାକୁ ଯୋଉ ଆମେ ଉଠେଇଲୁ। ମୁଁ ଶିବାକୁ ଉଠ ଶୀଘ୍ର ଉଠ, ଉଠିଲେନି ଅଚେତ ହେଇକି ପଡ଼ିଥିଲେ। ତାପରେ ଆମେ ଆମର ଯୋଉ ଥିଲେ ଯୋଉ 3 ଜଣ ତାଙ୍କୁ ଆମେ ମାଝଡ଼ା ଇଏ କଲୁ। ମାଝଡ଼ା କଲା ପରେ ଆମର ଯୋଉ ସେଠୁ ଜଣେ ଥିଲେ ଯୋଉ ଆମର ଯୋଉ କିଏ ମିଲିଟାରୀ ନା କ'ଣ ସେ ଡାଇରେକ୍ଟ ଯାଇକିନା ସେ ଆମର ଯୋଉ ରାହୁଲ ଛାତିକି ଗୋଟେ ମୁଥାଟା ମାରିଲା। ସେଟା ମୁଁ ଦେଖିଛି, କିନ୍ତୁ ସେ ଯୋଉ ମୁଥାରେ ଛୁରୀ ଥିଲା ବୋଲି ମୁଁ ଜାଣିନଥିଲି। ତାପରେ ସେ ମୁଁ ତା ପାଖକୁ ଗଲି, ମୁଁ କ'ଣ ହେଲା ନା ଟିକେ ମୋ ଛାତିଟା କ'ଣ ପେନ୍ ହେଉଛି। ମୁଁ ତାହେଲେ ବସି ପଡ଼ ଟିକେ। ବସିଲା ପରେ ସେ ସମସ୍ତଙ୍କୁ ଫୋନ୍ ମାରିଛି ଆଉ ଶୀଘ୍ର ଆସ ଶିବାକୁ ମାରୁଛନ୍ତି, ଶୀଘ୍ର ଆସ ଶିବାକୁ ମାରୁଛନ୍ତି। ସେ କହିଲା 10 ମିନିଟ୍ ପରେ ସେ ପଡ଼ିପଡ଼ିଲା। ତାପରେ ମୁଁ ତାକୁ ଗଲି କ'ଣ ହେଲା ତାପରେ ଦେଖିଲା ବେଳକୁ ସେ ବିଲ୍ଡିଂ ହେଇକିନା ଟୋଟାଲି ମାନେ ମାନେ ସେନ୍ସ ନଥିଲା। ତାକୁ ମେଡ଼ିକାଲ ନେଲି, ମେଡ଼ିକାଲ ନେଲା ହାତରେ ସେ ମାନେ ମେଡ଼ିକାଲ ମାନେ ବାଟରେ ହିଁ ସେ ମାନେ ଡେଥ୍ କରିଗଲା। କିଏ କିଏ ସବୁ କରିଛି ଆପଣ ମନେ ଅଛି? ନା ସେଟା ତ ମାନେ ଇଏ ନାହିଁ, ମାନେ ଆମର ଯୋଉ ଯିଏ ମିଲିଟାରୀ ଥିଲା ସେ କିନ୍ତୁ ମାରିଛି ସେଟା ଦେଖିଛି ମୁଁ, କିନ୍ତୁ ମାନେ ଆଉ କ'ଣ ତାର କ'ଣ ଆଗରୁ କ'ଣ ରାଗ ଥିଲା କ'ଣ ଥିଲା ସେଟା ମୁଁ ଜାଣିନି। ସେଟା ହେଇଛି ଏଇଟା ଆଉ। କାହା ଉପରେ ସନ୍ଦେହ? ସନ୍ଦେହ ମୁଁ ଏଟା ଜାଣିନି ସେ ମାନେ କ'ଣ କେସ୍ ଥିଲା ଆଗରୁ କ'ଣ କେସ୍ ଥିଲା ସେଟା ମୁଁ ଏତେ କଥା ଜାଣିନି, କିନ୍ତୁ ମୁଁ ଯୋଉ ଯେତିକି ଦେଖିଲି ମାନେ ତାକୁ ମାନେ କ'ଣ ପାଇଁ ମାଇଲେ ପଟି କଲେଣି ଆମକୁ ତ ପାଇପାରିଥାନ୍ତା ସେଠି ବି। ଯିବାକୁ ତ ଫାଷ୍ଟ ମାରିଥାନ୍ତେ ଛୁରୀରେ, ତାକୁ ବି ମାରିନାହାନ୍ତି, ଆମକୁ ବି କେହି ମାରିନାହାନ୍ତି। ସେ ତାକୁ ବି କ'ଣ ମାରିଲେ ସେଇଟା ମୋର ମାନେ ଇଏ କରିବା। ଶିବା ଛତି ତାଙ୍କର କ'ଣ ହେବେ? ତା ସିଏ ସାଙ୍ଗ ହବ, ଆମ ସବୁ ସାଙ୍ଗ। ଆଉ ଆମ ଯୋଉ ବବୁଲୁ ଅଛନ୍ତି ସିଏ 4 ଜଣ ମିଶିକି ସବୁବେଳେ ସେଠି ମାନେ ବସାବସି କରୁ। ସେଦିନ ସେମିତି ହେଲା, ମାନେ ଟିକେ ମାନେ ଛୋଟିଆ ଝଗଡ଼ାରୁ ମାନେ ଏତେ ବଡ଼ ଇଏ ମାନେ ହେଇଗଲା ଏଟା। ଆମେ ଶୁଣୁଛୁ ତାଙ୍କ ନାଁଟା ବି ଉଠୁଛି ସନ୍ଦେହରେ। ଶିବା ନା? ହଁ, ସିଏ ବା ଆମର ଫାଷ୍ଟ ମାନେ ଏଇ ଯୋଉ ଝଗଡ଼ା ହେଇଥିଲା, ଝଗଡ଼ା ଯୋଉ ତାଙ୍କ ଯୋଉ ମାନେ ଯୋଉ ଭିତରେ ଯୋଉ ହେଲା ବେଳକୁ ଆମେ ଯୋଉ ମାନେ ଇଏ କ'ଣ କଲ ମାନେ ସାଙ୍ଗ ପାଇଁ ସିଏ ବାହାରିଲା, ସାଙ୍ଗ ପାଇଁ ଯୋଉ ବାହାରିଲା ସିଏ ମାନେ ତା ଜୀବନଟା ମାନେ ପଳେଇଲା। ନ୍ୟାୟ ପାଇଁ ଆପଣ କ'ଣ ଚାହୁଁଛନ୍ତି? ତାକୁ ମାନେ ଫାଶୀ ଦିଆଯାଉ ସେ ମାନେ ୟାକୁ, ମାନେ ଯେହେତୁ ମାନେ ଗୋଟେ ଭାଇଟାରୁ ଗୋଟେ ମାନେ ଭାଇଟା ପଳେଇଲା, ଗୋଟେ ମାନେ ଘରୁ ଗୋଟେ ଇଏ ପଳେଇଲା, ସ୍ତ୍ରୀ ମାନେ 2 ମାସ ଥିଲା ତା ବାହାଘର, ସେଟା ବି ତା ମାନେ ତା ଶଙ୍ଖ ମାନେ ପଳେଇଲା। ମାଆଠୁ ଗୋଟେ ମାନେ ପୁଅ ପଳେଇଲା, ତାକୁ ମାନେ ଗୋଟେ ଦିଆଯାଉ ଯାହା ବି। ସେଇ ସ୍ପଟରେ ଆଉ କେତେ ଜଣ ଥିଲେ? ଆମେ ଥିଲୁ 5-6 ଜଣ ଭଳିଆ ଥିଲୁ। ଅଲଗା ଆମ ଯୋଉ ତାଙ୍କ ଯୋଉ ଲୋକାଲ ଲୋକ ବି ସେଠି ଥିଲେ, ଆସିଥିଲେ, ଦେଖିଥିଲେ। ସତ୍ୟ କ'ଣ ହବ ପୋଲିସର ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିଯିବ। ସେଥିପାଇଁ ଏତିକି।